ଜୟ ଜଗନ୍ନାଥ ସାଙ୍ଗମାନେ, ଆସନ୍ତୁ ଜାଣିବା ଆଜିର ଅନୁସନ୍ଧାନ ବିଷୟରେ। ସକାଳୁ କ'ଣ କଲେ ଧନ ସମ୍ପତ୍ତି ବଢ଼ିଥାଏ? ବନ୍ଧୁଗଣ, ସକାଳୁ ଉଠିବା ଦ୍ୱାରା ଶରୀର ସତେଜ ରହିଥାଏ, ଯେକୌଣସି କାମରେ ମନ ଲାଗିଥାଏ ଏବଂ ବ୍ଲଡ଼ ସୁଗାର କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରହିଥାଏ। ସକାଳୁ ଉଠି ସକାଳ ଜଳଖିଆ ଶୀଘ୍ର କରିବା ଦ୍ୱାରା ନିଜକୁ ଫୁର୍ତ୍ତି, ଶରୀରର ସୁସ୍ଥ ଏବଂ ନିରୋଗ ରହିଥାଏ। ସକାଳୁ ଉଠିବା ଦ୍ୱାରା ପୁରା ଦିନ ମନ ପ୍ରଫୁଲ୍ଲିତ ରହିଥାଏ ଏବଂ ଚିନ୍ତାଧାରା ସକାରାତ୍ମକ ହୋଇଥାଏ। ସକାଳୁ ଉଠିବା ଦ୍ୱାରା ଯେକୌଣସି କାର୍ଯ୍ୟ କରିବା ପାଇଁ ଅଧିକ ସମୟ ମିଳିଥାଏ ଏବଂ ନିଜ ପାଇଁ ମଧ୍ୟ ଅଧିକ ସମୟ ମିଳିଥାଏ। ସକାଳୁ ଉଠିବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ, ଯାହାଫଳରେ ପ୍ରତ୍ୟେକ କାର୍ଯ୍ୟ ଉତ୍ତମ ରୂପେ କରିହୁଏ। ସକାଳ ସମୟ ଶରୀର ପାଇଁ ଉତ୍ତମ ହୋଇଥାଏ। ସକାଳୁ କିଛି ସମୟ ଯୋଗ ଏବଂ ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ଏବଂ ମନ ଖୁସି ରହିଥାଏ। ସକାଳୁ ଉଠି ସୂର୍ଯ୍ୟଙ୍କ କଅଁଳିଆ କିରଣରେ କିଛି ସମୟ ବସିବା ଦ୍ୱାରା ହାଡ଼ ଏବଂ ଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ। ସକାଳୁ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ଅଧିକ ଥାଏ, ତେଣୁ ସକାଳୁ କିଛି ସମୟ ଉଠି ବାହାରେ ବିତାଇଲେ ମସ୍ତିଷ୍କ ସୁସ୍ଥ ରହିଥାଏ। ସକାଳୁ ଉଠିବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ ଏବଂ ହଜମ ଶକ୍ତି ବୃଦ୍ଧି ହୋଇଥାଏ। ସକାଳୁ ଉଠି ବାହାରେ ତାଜା ପବନରେ ନିଶ୍ୱାସ ନେବା ଦ୍ୱାରା ଏବଂ କିଛି ସମୟ ବ୍ୟାୟାମ କରିବା ଦ୍ୱାରା ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ଆୟୁର୍ବେଦ ଅନୁସାରେ ଚନ୍ଦ୍ରଙ୍କ ଅମୃତ କିରଣ ଦ୍ୱାରା ସକାଳର ପବନ ଅମୃତ ତୁଲ୍ୟ ହୋଇଥାଏ ଏବଂ ଏହାକୁ ବୀରବାୟୁ କୁହାଯାଏ, ଯାହାଫଳରେ ଶରୀରରେ ଶକ୍ତିର ସଞ୍ଚାର ହୋଇଥାଏ। ସକାଳର ବାୟୁ ଶରୀରରେ ବାଜିବା ଦ୍ୱାରା ଶରୀରରେ ବଳ, ତେଜ, ଫୁର୍ତ୍ତି ଏବଂ କ୍ଳାନ୍ତି ଦୂର ହୋଇଥାଏ। ତା ସହିତ ମନ ଶାନ୍ତ ରହେ। ସକାଳର ପବନରେ ନିଶ୍ୱାସ ମାରିବା ଦ୍ୱାରା ଫୁସ୍ଫୁସ୍ ସୁସ୍ଥ ଏବଂ ମଜବୁତ ହୁଏ, ଯାହାଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ। ଯେଉଁ ଲୋକେ ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠେ, ସେ ଜୀବନରେ ଖୁସି ରହିବା ସହ ସମୃଦ୍ଧିଶାଳୀ ହୋଇଥାଏ। ସକାଳୁ ଶୀଘ୍ର ଉଠିବା ଦ୍ୱାରା ରାତିରେ କମ ଖାଦ୍ୟ ଖାଇବା ଉଚିତ ଏବଂ ତାହା ସହିତ 2 ଗିଲାସ ପାଣି ପିଇବା ଉଚିତ। ସକାଳୁ ଉଠିବା ପାଇଁ ହେଲେ ରାତିରେ ଅଧିକ ମିଠା ଖାଇବା ଏବଂ ଅଧିକ ଭୋଜନ କରିବା ଅନୁଚିତ, କାରଣ ଏହା ଦ୍ୱାରା ଅଳସ୍ୟ ଲାଗିଥାଏ। ରାତି 4ଟାରେ ଉଠିବା ପାଇଁ ହେଲେ ରାତିରେ ଶୀଘ୍ର ଶୋଇବା ଉଚିତ ଏବଂ ମୋବାଇଲ ବ୍ୟବହାର କରିବା ଅନୁଚିତ। ସକାଳୁ ଉଠିବା ପରେ କେବେ ବି ଆଇନା ଦେଖିବା ଉଚିତ ନୁହେଁ, ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସକାଳୁ ଉଠି ଜଳଖିଆ କରିବା ପର୍ଯ୍ୟନ୍ତ କୌଣସି ପଶୁର ନାମ ନେବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। ସକାଳୁ ଉଠି ଜଳଖିଆ ନ ଖାଇଲେ ପର୍ଯ୍ୟନ୍ତ ପେପର କିମ୍ବା ଟିଭି ଦେଖିବା ଉଚିତ ନୁହେଁ, ଏହାଦ୍ୱାରା ନକାରାତ୍ମକ ଶକ୍ତି ବଢ଼ିଥାଏ। ସକାଳୁ ଉଠି ତୁଳସୀ ଗଛରେ ପାଣି ଦେଲେ ଧନ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ବହୁତ ସକାରାତ୍ମକ ପ୍ରଭାବ ଘର ଉପରେ ପଡ଼ିଥାଏ। ଜୟ ଜଗନ୍ନାଥ।